ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। କୋରାପୁଟ ଜିଲ୍ଲା ଗସ୍ତ ତାରି ଭିତରେ ଆମେ ପ୍ରଶାସନିକ ଅଧିକାରୀମାନଙ୍କର ଗୋଟେ ରିଭ୍ୟୁ ନେଇଛୁ। ମଡେଲ ଭାବରେ ଏକ ପଞ୍ଚାୟତ ସମିତିର ବି ରିଭ୍ୟୁ ନେଇଛୁ ବୋରିଗୁମାର ଏବଂ ଆମ ପ୍ରଶାସନିକ ଅଧିକାରୀମାନେ ଆଜି ଯେଉଁ ନୂଆ ସରକାର ଆସିଛି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ସରକାର ବିକାଶର ଧାରା ଅଛି ଏ ପ୍ରତ୍ୟେକ ବିଷୟକୁ ଠିକ୍ ସୁଚାରୁ ରୂପରେ ସମ୍ପାଦନ ହେଉଛି କି ନାହିଁ ଏ ପ୍ରତ୍ୟେକ ବିଷୟକୁ ରିଭ୍ୟୁ ମାଧ୍ୟମରେ ଗୋଟେ ଜାଣିବାର ସୌଭାଗ୍ୟ ମିଳିଲା। ତା ସଙ୍ଗେ ସଙ୍ଗେ ମୁଁ ମେଗା ପ୍ରୋଜେକ୍ଟର ବି ଦେଖିବାର 13GPର ଗୋଟେ କୋରାପୁଟ ଅଞ୍ଚଳକୁ ପାଣି ମିଳିବ ତାହା ଦେଖିଯାଇଥିଲି। ଆମର ସୁକୁର ଯେଉଁ ବ୍ରିଜ୍ ହେଉଛି 8ଟି ପଞ୍ଚାୟତକୁ ଯୋଗ କରୁଛି ତାହା ମୋ ବିଭାଗ କରୁଥିବା ତାକୁ ବି ମୁଁ ଦେଖି ଯାଇଥିଲି ଏବଂ ଆହୁରି 4 ଗୋଟି ପ୍ରକଳ୍ପ ଦେଖିବାର କାର୍ଯ୍ୟକ୍ରମ ଅଛି। ଏହାରି ଭିତରେ ଆମେ ଆଜି 337 ପ୍ରକଳ୍ପ ଉନ୍ମୋଚନ କରିଛୁ। ଆମର ପ୍ରକଳ୍ପ ଭିତରେ ବିଜିବି ଅଛି 258ଟି, ଆମର 30ଟି ଅଛି RD ବିଭାଗର ଏବଂ RD SSର ଆମର ଅଛି ଆମର 49ଟି ବିଭାଗ ଆମର ପ୍ରୋଜେକ୍ଟ ଅଛି। ତାରି ଭିତରେ ଆମେ 164 କୋଟି ଟଙ୍କା ଖର୍ଚ୍ଚ କରିବୁ। ଏ 164 କୋଟି ଟଙ୍କା ଯେଉଁ ଖର୍ଚ୍ଚ ହେବ ନିଶ୍ଚିତ ଭାବରେ କୋରାପୁଟର ଯେଉଁ ବିସ୍ତୀର୍ଣ୍ଣାଞ୍ଚଳ ଅଛି ସେ ଅଞ୍ଚଳକୁ ସଂଯୋଗ କରିବା ସହିତ ଏଠିକାର ଲୋକମାନେ ଉପକୃତ ହୋଇପାରିବେ। ଏ ଗୋଟିଏ ବିଷୟ ଅଛି। ଦ୍ୱିତୀୟ ବିଷୟ ହେଲା ଆମେ କୋରାପୁଟ ଜିଲ୍ଲାର ବି ଦାଦନ ମୁକ୍ତ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ। ଆମେ 2029 ଭିତରେ ଆମେ କୋରାପୁଟକୁ ଦାଦନ ମୁକ୍ତ କରିବୁ। କାରଣ ଆମେ ଏଇଟା ପ୍ରଥମ କରି ଆମେ ନୂଆପଡ଼ାରୁ ଏ ମଡେଲକୁ ଆରମ୍ଭ କରୁଛୁ ଏବଂ ଏ ମଡେଲକୁ ଆମେ ତା ପରବର୍ତ୍ତୀ ମୁହୂର୍ତ୍ତରେ କୋରାପୁଟ, କଳାହାଣ୍ଡି, ଆମର ନବରଙ୍ଗପୁର, ଗଞ୍ଜାମ ଏ ଅଞ୍ଚଳରେ ଆମେ ତାକୁ ଲାଗୁ କରିବୁ। ସେ ପ୍ରକାର ଆମେ ନିଷ୍ପତ୍ତି ନେଇଛୁ ଏବଂ ଏଠି ଯେଉଁ ଭିତ୍ତିଭୂମି ଅଛି କୋରାପୁଟ ଭିତ୍ତିଭୂମିକୁ ଯଦି ଆଜି ଆମେ ବାହାର ଦେଶକୁ ପଠାଇବାର ସୁଯୋଗ ପାଇପାରିଛୁ ଏଠିକାର ଲୋକମାନଙ୍କୁ ଆହୁରି ଅଧିକ ଟ୍ରେନିଂ ଏବଂ ସହଯୋଗ କଲେ ଏଠିକାର ଅର୍ଥନୀତି ବହୁତ ବଢ଼ିପାରିବ ବୋଲି ମୁଁ ବୋଧ କରୁଛି। ସେହି ଦୃଷ୍ଟିରୁ କଲେକ୍ଟରଙ୍କ ସାଙ୍ଗରେ ଆମର ଯେଉଁ ପରାମର୍ଶ ହୋଇଛି ବିଧାୟକମାନଙ୍କ ଉପସ୍ଥିତିରେ ରଘୁନାଥ ମାଛ ଆମର ଉତ୍ପାଦ ବିଧାୟକ ରୂପୁ ଭତ୍ରା ତାଙ୍କର ଉପସ୍ଥିତିରେ ଆମେ ଯେଉଁ ଆଲୋଚନା କରିଛୁ ଏଠିକାର ଭିତ୍ତିଭୂମିକୁ ଆମେ ଯେପରି 3ଟି ପାର୍କ ତିଆରି କରାଯାଇଛି ଗ୍ରୀନ୍ ପାର୍କ କରାଯାଇଛି ସେହି ପ୍ରକାର ଏଠିକାର ଯେମିତି କଫି ପାଇଁ ଉଦ୍ୟୋଗ ଆରମ୍ଭ ହୋଇଛି ଏଠିକାର ପନିପରିବାର ପାଇଁ ଆଉ ଟିକେ ବ୍ୟବସ୍ଥା ମାର୍କେଟିଂ ଏଠିକାର ଆଳୁକୁ ସଂରକ୍ଷଣ କରିବା ଏବଂ ଠିକ୍ ସମୟରେ ଯୋଗାଇବା ଏ ପ୍ରକାର ବ୍ୟବସ୍ଥା ଭିତରେ ଯଦି ଆମେ କାର୍ଯ୍ୟକ୍ରମ ନେଇପାରିବା ଏଠିକାର ଲୋକମାନେ ଆହୁରି ଲାଭ ପାଇପାରିବେ ଏବଂ ଭ୍ୟାଲୁ ଏଡିସନ୍ ପାଇପାରିବେ। ତା ସଙ୍ଗେ ସଙ୍ଗେ ଯେଉଁମାନେ ବାହାରକୁ ଯାଉଛନ୍ତି ବାହାର ଯିବା ବି ବନ୍ଦ ହେବ ବୋଲିକା ମୋର ପୂର୍ବରୁ ହେଉଛି ସେ ବିଷୟକୁ ଆଜି ଆମେ ଲୋକଲୋଚନ ପାଖରେ ରଖିଛୁ।